କାହା ଘରେ ଯେ ଚକୁଳି ପିଠା ନ ହୁଏ ତା ନୁହେଁ, ସମସ୍ତଙ୍କ ଘରେ ଚକୁଳି ପିଠା ନିଶ୍ଚୟ ଟିବାର ହୁଏ। ଆଜି ଆମେ ବନେଇବା ଉଷୁନା ଚାଉଳ ସହିତ ଗୋଟା ମୁଗର ଚକୁଳି, ଯେଉଁଟା ଖାଇବା ପାଇଁ ବହୁତ ଭଲ ଲାଗିବ, ତା ସହିତ ହେଲ୍ଦି ବି। ପିଲାମାନେ ତ ଏମିତିରେ ମୁଗ ଖାଇବା ପାଇଁ ଜମା ବି ଭଲ ପାଉନାହାନ୍ତି। ଆପଣ ତାଙ୍କୁ ଚକୁଳି ପିଠାରେ ମୁଗ ମିଶାଇକି ଦିଅନ୍ତୁ, ଦେଖିବେ ବହୁତ ହି ଟେଷ୍ଟ ଲାଗିବ। ଆଉ ପିଲାମାନେ ବି ଜାଣି ବି ପାରିବେନି ଯେ ବିରି ଚକୁଳି ନା ମୁଗ ଚକୁଳି। ତେବେ ସେଥିପାଇଁ ଆମେ ନେଇନେବା ଏଠି ଉଷୁନା ଚାଉଳ। ଯେତିକି କ୍ୱାଣ୍ଟିଟିର ନେବେ ଆପଣ ଉଷୁନା ଚାଉଳ, ତାର ହାଫ୍ ନେଇ ନିଅନ୍ତୁ ଗୋଟା ମୁଗ। ତାକୁ 5ରୁ 6 ଘଣ୍ଟା ଭଲ ଭାବରେ ପାଣିରେ ବତୁରି ନେବେ, ଯେପର୍ଯ୍ୟନ୍ତ ମୁଗରୁ ଗଜା ନ ବାହାରିଛି। ଗଜା ଭଲ ଭାବରେ ବାହାରିଗଲା ପରେ ତାକୁ ଚିକଣ କରିକି ଗ୍ରାଇଣ୍ଡିଙ୍ଗ କରିନେବେ। ପୁଣି ଥରେ ତାକୁ 5ରୁ 6 ଘଣ୍ଟା ରେଷ୍ଟ ପାଇଁ ଛାଡ଼ିଦେବେ। ଟିକେ ରେଷ୍ଟ ନେଇଗଲା ପରେ ତାକୁ ଆମେ ଦେଇନେବା ସେଥିରେ କ୍ୱାଣ୍ଟିଟି ଅନୁସାରେ ଲୁଣ। ଆପଣଙ୍କୁ ଯଦି ମୋ ରେସିପିଟି ଭଲ ଲାଗିଥିବ ନିଶ୍ଚୟ ଲାଇକ୍ ସେୟାର ସବସ୍କ୍ରାଇବ୍ଟେ କରିନେବେ। ତା ସହିତ କମେଣ୍ଟ କରିବାକୁ ଜମା ଭୁଲିବେନି। ଆମର ଏଠି ପିଠ ଭଲ ଭାବରେ ରେଡ଼ି ହେଇଗଲା ପରେ ତାୱା ଗରମ କରିକି ଆମେ ଏଠି ଚକୁଳି ପିଠା ପ୍ରିପେୟାର କରିନେବା, ଆଉ ତାକୁ ଚଟଣି ସହିତ ପ୍ରିପେୟାର କରିବା। ଦେଖିବେ ବହୁତ ହି ବଢ଼ିଆ ଲାଗିବ ଖାଇବା ପାଇଁ। ରହୁଛି ନମସ୍କାର, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ସହିତ। ଜୟ ଜଗନ୍ନାଥ।